ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସିଂହ ରାଶିର ଅଧିପତି ହେଉଛନ୍ତି ଗ୍ରହ ରାଜ ସୂର୍ଯ୍ୟଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ପରେ ଗ୍ରହମାନଙ୍କର ଏମିତି ଏକ ମହାସଂଯୋଗ ବନୁଛି ଯାହା ସିଧାସଳଖ ଆପଣଙ୍କ ଭାଗ୍ୟ ଭାବ ବା ନବମ ଭାବ ଗ୍ରହକୁ ପ୍ରଭାବିତ କରିବ। କ'ଣ ଆପଣଙ୍କ କୁଣ୍ଡରେ ଥିବା ରାଜଯୋଗ ଏବେ ଫଳପ୍ରଦ ହେବ? ଶନିଦେବଙ୍କ ଦୃଷ୍ଟି ଆପଣଙ୍କ ବ୍ୟବସାୟ ଉପରେ କି ପ୍ରକାର ପ୍ରଭାବ ପକାଇବ? ଚାଲନ୍ତୁ କୁଣ୍ଡଳୀର ଗଭୀର ବିଶ୍ଳେଷଣ କରି ଜାଣିବା ଆପଣଙ୍କ ଭବିଷ୍ୟତ ବିଷୟରେ। ତ ସର୍ବପ୍ରଥମେ କଥା ହେବା କର୍ମକ୍ଷେତ୍ର ବା ଦଶମ ଭାବ ବିଷୟରେ। ଦେଖନ୍ତୁ କି ବନ୍ଧୁଗଣ, ଆପଣଙ୍କ କର୍ମଭାବ ଉପରେ ଦେବଗ୍ରହ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ରହିଛି। ଏହାର ଅର୍ଥ ହେଲା ଯେଉଁମାନେ ବହୁତ ଦିନରୁ ପ୍ରମୋସନ ପାଇଁ ଚେଷ୍ଟା କରୁଥିଲେ, ମହାଶିବରାତ୍ରି ପରେ ସେମାନଙ୍କର ଇଚ୍ଛା ପୂରଣ ହେବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୂର୍ଯ୍ୟଙ୍କର ସ୍ଥିତି ବହୁତ ମଜବୁତ ଅଛି, ଯାହା ଦ୍ୱାରା ସେମାନଙ୍କୁ ସଫଳତା ମିଳିବାର ଯୋଗ ସୃଷ୍ଟି ହେଉଛି। କିନ୍ତୁ ସାବଧାନ, କର୍ମକ୍ଷେତ୍ରରେ କିଛି ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ପାରନ୍ତି, କିନ୍ତୁ ଆପଣଙ୍କ ତେଜ ଜାଗାରେ ସେମାନେ ତିଷ୍ଠି ପାରିବେ ନାହିଁ। ଏବେ ଦେଖିବା ବନ୍ଧୁଗଣ ଆପଣଙ୍କର ବିଜନେସ୍ ଏବଂ ଫାଇନାନ୍ସ ବିଷୟରେ। ଦେଖନ୍ତୁ ବ୍ୟବସାୟ ଏବଂ ଧନ। ଦେଖନ୍ତୁ କି ବନ୍ଧୁଗଣ, ଆର୍ଥିକ ସ୍ଥିତି କଥା ଦେଖିଲେ ଆପଣଙ୍କ ଏକାଦଶ ଭାବରେ ବା ଲାଭ ସ୍ଥାନ ବହୁତ ସକ୍ରିୟ ଅଛି। ମହାଶିବରାତ୍ରି ପରେ ବ୍ୟବସାୟରେ ଆକସ୍ମିକ ଧନ ଲାଭର ଯୋଗ ସୃଷ୍ଟି କରୁଛି। ଯଦି ଆପଣ ନୂଆ ପାର୍ଟନରସିପ କରିବାକୁ ଚାହୁଁଛନ୍ତି ତେବେ ସମୟ ଅନୁକୂଳ ଅଟେ, ତେଣୁ କରିକି ଏହି କ୍ଷେତ୍ରରେ ଆପଣ ଆଗକୁ ବଢିପାରିବେ। ତେବେ ଦ୍ୱିତୀୟ ଭାବରେ କେତୁଙ୍କ ପ୍ରଭାବ ଯୋଗୁଁ ଅଯଥା ଖର୍ଚ୍ଚ ଆପଣଙ୍କ ଜୀବନର ବଢିବାର ସମ୍ଭାବନା ଦେଖାଯାଉଛି। ତେଣୁ ପଇସା ଆସିଲେ ତାକୁ ତୁରନ୍ତ ସଠିକ ଜାଗାରେ ନିବେଶ କରନ୍ତୁ, ନହେଲେ ହାତ ଖଲି ହେଇଯିବାର ବା ଖର୍ଚ୍ଚ ହେବାର ସମ୍ଭାବନା ଯୋଗ ସୃଷ୍ଟି କରୁଛି। ତ ଦେଖନ୍ତୁ କି ଶିକ୍ଷା ବା ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ଯଦି ଆମେ ଦେଖିବା, ଦେଖନ୍ତୁ କି ବିଦ୍ୟାର୍ଥୀ ମାନଙ୍କ ପାଇଁ ପଞ୍ଚମ ଭାବ ଉପରେ ବୁଧଙ୍କ ଗ୍ରହ ପ୍ରଭାବିତ ରହିବ। ଏହାର ଫଳସ୍ୱରୂପ ଆପଣଙ୍କର ବୁଦ୍ଧି ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଇବ। ଟେକ୍ନିକାଲ ଲାଇନ କିମ୍ବା ଇଞ୍ଜିନିୟରିଂ କରୁଥିବା ପିଲାମାନଙ୍କ ପାଇଁ ମହାଶିବରାତ୍ରି ପରବର୍ତ୍ତୀ ସମୟ ଅତ୍ୟନ୍ତ ଶୁଭ ଫଳଦାୟ ରହିବାକୁ ଯାଉଛି। ଏବେ ଆମେ ଦେଖିବା ପ୍ରେମ ସମ୍ପର୍କ ଏବଂ ପ୍ରେମ ବିଷୟରେ। ଦେଖନ୍ତୁ କି ସିଂହ ରାଶିର ସପ୍ତମ ଭାବରେ ଶନି ଦେବ ବିରାଜମାନ କରିପାରନ୍ତି କିମ୍ବା ଦୃଷ୍ଟି ପକାଇ ପାରନ୍ତି। ଏହା ଦାମ୍ପତ୍ୟ ଜୀବନରେ ଟିକେ ଗଭୀରତା ଆଣିବ। ଛୋଟ ଛୋଟ କଥାରେ ଇଗୋ କରନ୍ତୁ ନାହିଁ ବା ମଝିରେ ଆପଣଙ୍କ ସମ୍ପର୍କରେ ଇଗୋ ଆଣନ୍ତୁ ନାହିଁ। ଯେଉଁମାନେ ଅବିବାହିତ ସେମାନଙ୍କ ବିବାହରେ ସାମାନ୍ୟ ବିଳମ୍ବ ହୋଇପାରେ, କିନ୍ତୁ ଯାହା ବି ହେଉ ସ୍ଥାୟୀ ଏବଂ ମଜବୁତ ହେବା ବହୁତ ଜରୁରୀ ଅଟେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ମଧ୍ୟମ ଧରଣ ରହିବାକୁ ଯାଉଛି। ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ଜୀବନ କେମିତି ରହିବ। ଦେଖନ୍ତୁ କି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ଲଗ୍ନ ଭାଗ ମଜବୁତ ଅଛି, ତେଣୁ ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ। କିନ୍ତୁ ସୂର୍ଯ୍ୟଙ୍କ ତେଜ ଯୋଗୁଁ ଶରୀରରେ ପିତ୍ତ ବଢିପାରେ, ଏସିଡିଟି, ମୁଣ୍ଡବିନ୍ଧା କିମ୍ବା ଆଖି ଜନିତ ସମସ୍ୟା ଆପଣଙ୍କ ଜୀବନରେ ଦେଖା ଦେଇପାରେ। ତେଣୁ କରିକି ଆପଣ ପ୍ରଚୁର ପାଣି ପିଅନ୍ତୁ ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହା ପାଇଁ ବହୁତ ଭଲ ରହିବ। ବନ୍ଧୁଗଣ ଏବେ ଟିକେ ଧ୍ୟାନ ଦିଅନ୍ତୁ। ଦେଖନ୍ତୁ କି ଏବେ ଯୋଉ ନଅଟା ଆପଣଙ୍କୁ କହୁଛି ସେଟା ଗୋଟେ ଆପଣ ଗୁରୁତ୍ୱପୂର୍ଣ୍ଣ ଦେଇକି ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ କି ଆପଣଙ୍କ ପାଇଁ ଶୁଭବାର ହେଉଛି ଆପଣଙ୍କ ରବିବାର ଏବଂ ଗୁରୁବାର, ଏବଂ ଶୁଭ ରଙ୍ଗ ହେଉଛି ଆପଣଙ୍କ ପାଇଁ ଗାଢ ନାଲି ଏବଂ ସୁନେଲି ରଙ୍ଗ ଅଟେ, ଏବଂ ଅଶୁଭ ଦିନ ଗୁଡା ହେଉଛନ୍ତି ଆପଣଙ୍କର ପଶ୍ଚିମ ଦିଗକୁ ଯାତ୍ରା କଲା ବେଳେ ଆପଣ ସାବଧାନ ରୁହନ୍ତୁ। ଦେଖନ୍ତୁ କି ମହାଶିବରାତ୍ରିର ଆପଣଙ୍କ ପାଇଁ କଣ କରାଯିବ ତା ବିଷୟରେ ଟିକେ ଆପଣ ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ କି ସିଂହ ରାଶିର ଲୋକମାନେ ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଗୁଡ ପାଣି ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହା ଦ୍ୱାରା ସରକାରୀ ବାଧା ଏବଂ ଶତ୍ରୁ ଭୟ ଦୂର ହେବ। ବନ୍ଧୁଗଣ, ଯଦି ଆପଣ ସିଂହ ରାଶିର ତେବେ କମେଣ୍ଟରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ। ତ ରହୁଛି ବନ୍ଧୁଗଣ, ନମସ୍କାର।